ଦେଖନ୍ତୁ ଏ ରାଜ୍ୟରେ ନାରୀମାନେ ସୁରକ୍ଷିତ ନୁହନ୍ତି, ଛାତ୍ର ଯୁବକମାନେ ସୁରକ୍ଷିତ ନୁହନ୍ତି ଏବଂ ଚାଷୀମାନେ ସୁରକ୍ଷିତ ନୁହନ୍ତି। କଟନୀ ଛଟନୀଠୁ ଆରମ୍ଭ କରିକିରି ବିଭିନ୍ନ ସମସ୍ୟା ସହିତ ଚାଷୀ ଅଛନ୍ତି। ଧାନ ଉଠୁନି, ବର୍ଷାରେ ଧାନ ଭିଜି ଭିଜି ତାଙ୍କର ଗଜା ହେଇସାରିଲାଣି ଏବଂ ବିସ୍ଥାପିତମାନଙ୍କର ବହୁତ ବଡ଼ ସମସ୍ୟା, ବାରମ୍ବାର ବିସ୍ଥାପିତ ହେଉଛନ୍ତି। ତାଙ୍କ ପାଇଁ ସରକାର ସହଯୋଗ ନାହିଁ, ନା ଗଲା ସରକାର ନା ବର୍ତ୍ତମାନ ସରକାର ସହଯୋଗ ନାହିଁ। ଏ ପରିପ୍ରେକ୍ଷୀରେ ନିଶ୍ଚିତ ଭାବରେ ରାହୁଲ ଗାନ୍ଧୀ ଚାଷୀମାନଙ୍କୁ ଦେଖା କରିବେ, ବିସ୍ଥାପିତମାନଙ୍କୁ ଦେଖା କରିବେ, ଛାତ୍ର ଯୁବକମାନଙ୍କୁ ଦେଖା କରିବେ। ବିଭିନ୍ନ ପ୍ରୋଗ୍ରାମ ଅଛି, ସେ ପ୍ରୋଗ୍ରାମରେ ନିଶ୍ଚିତ ଭାବରେ ସମସ୍ତଙ୍କୁ ଅନୁରୋଧ କରିବୁ, ଦଳଗତ ନିର୍ବିଶେଷରେ, ଜାତି ଧର୍ମ ନିର୍ବିଶେଷରେ ଆପଣ ରାହୁଲ ଗାନ୍ଧୀଙ୍କ ପ୍ରୋଗ୍ରାମକୁ ଆସନ୍ତୁ ଏବଂ ସେ ପ୍ରୋଗ୍ରାମକୁ ଯେମିତି ସକ୍ସେସଫୁଲ୍ କରନ୍ତୁ, ଏଇଟା ସମସ୍ତଙ୍କୁ ଆମେ ନିବେଦନ ରହିବ। ବିଗତ ଦିନରେ ବିଧାନସଭାରେ ଯେଉଁଭଳି ଘଟଣା ସବୁ ଘଟିଥିଲା, ଆପଣଙ୍କ ସହିତ ଯେଉଁ ସବୁ ଘଟଣା ଘଟିଲା ସେ ନେଇ କିଛି ଆଲୋଚନା ରଖିବେ? ନିଶ୍ଚିତ ଭାବରେ ଯେତେବେଳେ ବିଧାୟକମାନେ ମିଟିଂ ଅଛି ସେଇ ହିସାବରେ ଆମେ ସେ କଥା ଉଲ୍ଲେଖ କରିବୁ ଏବଂ ନିଶ୍ଚିତ ଭାବରେ ରାହୁଲ ଗାନ୍ଧୀକି ଆମର ଯେତେ ସବୁ ବିଧାନସଭାର କାର୍ଯ୍ୟସୂଚୀ ଥିଲା ଏବଂ ମହିଳାମାନଙ୍କ ପାଇଁ ସୁରକ୍ଷା ପାଇଁ ଲଢ଼େଇ ଚାଲିଥିଲା, ଏକଥା ବିଧାନସଭାରେ ଆମେ ଉଠେଇବୁ।